ଦିନେ ପାଠ ପଢିଲା ବେଳେ ସବୁ ପିଲାମାନଙ୍କୁ ବିଦ୍ୟାଳୟରେ ଗୁରୁଦେବ ଏଇ ଶିକ୍ଷା ଦିଅନ୍ତି ଆଜ୍ଞା। ବହିଟି ନା ହଉଛି ବର୍ଣ୍ଣବୋଧ। ଲେଖକ ହେଲେ ମଧୁସୂଦନ ରାଓ। ତାଙ୍କ ପଦ କଣ ଥିଲା? ହେଲେ ଗୁରୁ ବ୍ରାହ୍ମଣ ଗୀତା ମାତା ହେ ଗୀତା ମାତା ପିଲାଦିନେ ପଢିଛେ ବହି ଏବେ ପିଲା ପଢୁଛନ୍ତି। ଯୋଉ ପିଲାଟା ଇଂଲିଶ ମିଡିୟମରେ ପଢିଲେନି ସେ କଥା ହିଁ ଜାଣିବେ ନା। ସେ ବିଲେଇ ବହି ଧରିବେନି, ବିଲେଇ ବହି ଧରିବେନି। ଗୁରୁ ବ୍ରାହ୍ମଣ ପିତାମାତା ଏଇ ଚାରି ପ୍ରତ୍ୟକ୍ଷ ଦେବତା। ଗୁରୁ ଦେବତା ହେଲା, ବ୍ରାହ୍ମଣ ଦେବତା। ବ୍ରାହ୍ମଣକୁ କାହିଁକି ଆମେ ଦେବତା କହିବା ଆଜ୍ଞା? ତମେ କହୁଛ, ଆମେ କେହି କହିବୁ। ବଶିଷ୍ଠଙ୍କର ପୁଅ ଶକ୍ତି ବାବା କି ଶକ୍ତି କଳ୍ପ କଣ କହିଲେ? ଦୈବାଧୀନଂ ଜଗତ ସର୍ବ ମନ୍ତ୍ରାଧୀନଶ୍ଚ ଦେବତା ଏ ମନ୍ତ୍ର ବ୍ରାହ୍ମଣ ଅଧୀନା ସମୟ ବ୍ରାହ୍ମଣ ଦେବତା। ବ୍ରାହ୍ମଣଙ୍କୁ ଦେବତା କହିବାର ଗୋଟେ କାରଣ ଆଜ୍ଞା ଅଛି। କୋଉ କାରଣ? ଦୈବାଧୀନଂ ଜଗତ ସର୍ବ। ଆପଣ ଏଇ ସ୍ଥାନରେ ଏଇନା ମୁଁ ଏଠି ସଂକୀର୍ତ୍ତନ ଗାଇଲା ବେଳେ ସେଠି ପିଲାପିଲି ହେଇକି ଝଗଡା ଲାଗିଲେ ହେଲା। ସିଏ କହୁଛି ମୁଁ ବଳୁଆ, ସିଏ କହୁଛି ମୁଁ ବଳୁଆ, ସିଏ କହୁଛି ମୁଁ ବଳୁଆ। ନାଇଁ ଆପଣ କି ବଳୁଆ? ଆଉ ଆପଣଙ୍କ ବଳ କାମ ନବ ନାଇଁ। ଦୈବାଧୀନ ଜଗତ ସର୍ବ ଆଜ୍ଞା। ବାପା କଣ କହୁ? ଦୈବାଧୀନ ଜଗତ ସର୍ବ ଆପଣ କି ବଳ ଆଜ୍ଞା? ଦୈବଠୁ ଅଧିକ ବଳ ଦୈବ ଯାହା ଚାହିଁବ ତାହା କରିଦବ। ଆପଣ କି ବଡ ବାହୁ ରଖନ୍ତି? ତମ ବାହୁ ଯଦି ଦୈବ ଚାହିଁବ ଏକାଥରକେ ଚୂର୍ଣ୍ଣ କରିଦବ। ଠିକ ନା ଭୁଲ? ଦୈବଠୁ ଅଧିକ ବଳ କାହାର ଅଛି? ଆପଣଙ୍କର ଜାତି ପ୍ରାଣ ଉତ୍କଳମଣି ଗୋପବନ୍ଧୁ ଦାସ କଣ କହିଲେ? ବଳି ହୋଇ କେହି ଦୈବ ବିଧାନକୁ କରିବ ଜାତି ପ୍ରାଣ ଉତ୍କଳମଣି ଗୋପବନ୍ଧୁ। ବଳି ହୋଇ କେହି ଦୈବ ବିଧାନକୁ କରିବା ନ ମହାବଳି ଠାରୁ ବଳିଆର ସିନା ଦୈବ ବିଧାନ। ଆପଣ ମାନଙ୍କର ଗୋଟେ ବିଚାର ହେଲା ଆଜ୍ଞା, ଦୈବର ଗୋଟେ ବିଚାର। ଦୈବ ଯାହା ଚାହିଁବ ତାହା କରିଦବା। ଆମେ କଣ କରିବା? ଦୈବ ଅଧୀନରେ ଜଗତ ମନ୍ତ୍ରାଧୀନଶ୍ଚ ଦେବତା। ଏଇଠି ଆମେ 33 କୋଟି ଦେବତାଙ୍କୁ ଆହ୍ୱାନ କରିଛେ। ଆପଣ ପାଖେ ଧନ ଅଛି ବୋଲି ଯଜ୍ଞ ଠିକି ଲକ୍ଷେ ଟଙ୍କାର ଭୋଗ ଯଦି ପଠେଇବେ କଣ ସବୁ ଦେବତା ଶାନ୍ତି ହେବେ? ନା। ମନ୍ତ୍ରର ଅଧୀନା ହେଲେ ଦେବତା। ଆପଣ ପ୍ରଭାତରୁ ସନ୍ଧ୍ୟା ବେଳେ ହଉ ଯଦି ତାଙ୍କ ନିକଟରେ ତାଙ୍କର ଗୋଟେ ମନ୍ତ୍ର ପାଠ କରିଦେଲେ ସେଇଟିରେ ଠାକୁର ଠାକୁରାଣୀ ଶାନ୍ତି। ମନ୍ତ୍ରର ଅଧୀନା ହୁଅନ୍ତି ଦେବତା। ଏ ମନ୍ତ୍ର ବ୍ରାହ୍ମଣ ଅଧୀନା। ସେଇ ମନ୍ତ୍ରକୁ ବ୍ରାହ୍ମଣ ମାନେ ଆଧାନ କରି ଦେବତାଙ୍କୁ ଦାନ କରନ୍ତି ବୋଲି ସେଥିପାଇଁ ବାପା ଆମେ କହୁଛେ ବ୍ରାହ୍ମଣଙ୍କୁ ଦେବତା। ମୁଁ ମିଛ କହୁନି ଆଜ୍ଞା। ଆମର ଟିକେ ବ୍ରାହ୍ମଣ ଦେବତା ନାହାନ୍ତି ବର୍ତ୍ତମାନ ପାଇଁ। ମୁଁ ଦେଖିଛି ଅନେକ ଯଜ୍ଞ କୁଣ୍ଡରେ ଆହୁତି ଦେବା ପୂର୍ବରୁ ଅନେକ ବ୍ରାହ୍ମଣ ମାନେ ଆହୁତି ଦେଇକି ଆସିକି ଆଜ୍ଞା ମଦ ପିଇକି ଶୁଣୁ ଭୁଲ ନୁହଁ, ଆମେ ଦେଖିଛୁ ଅନୁଭବ ଆଜ୍ଞା। ବ୍ରାହ୍ମଣ ଯେତେବେଳେ ମଦ ପିଇବେ ଜାଣିବ କରି ଆଜ୍ଞା ଆଉଷ କମିଲା। ସତ୍ୟ ଯୁଗରେ ଜଣେ ବ୍ରାହ୍ମଣ ମଦ ପିଇଲା, ସତ୍ୟ ଯୁଗ ଆଉଷ କମିଲା। ତ୍ରେତୟାରେ ଜଣେ ବ୍ରାହ୍ମଣ ମଦ ପିଇଲା, ତ୍ରେତୟା ଆଉଷ କମିଲା। ଦ୍ୱାପର ଜଣେ ବ୍ରାହ୍ମଣ ମଦ ପିଇଲା, ଦ୍ୱାପର ଆଉଷ କମିଲା। ଆଉ କଳି ଯୁଗରେ ତ ବ୍ରାହ୍ମଣ ମଦ ପିଇଲେଣି ଆଉ ସତ୍ୟ ମଦ ପିଇଲା ହେଲେ ରାକ୍ଷସଙ୍କ ଗୁରୁ ଏବେ
ଶୁକ୍ରାଚାର୍ଯ୍ୟ ଥିଲେ ସୁରାପାନ କରି ଶିଷ୍ୟ ପତ୍ର ମାଂସକୁ ସତ୍ୟ ଯୁଗରେ ଆପଣ ମାନଙ୍କର ଜଣେ ରାକ୍ଷସ ଗୁରୁ ଶୁକ୍ରାଚାର୍ଯ୍ୟ ଭଲ କଥା ଟିକେ କହିଲେ ବାପା ଶୁକ୍ରାଚାର୍ଯ୍ୟ ଆଗରୁ କଣା ଥିଲେ କଣ ପଚାରିଲେ ଶୁଣନ୍ତୁ ଆଜ୍ଞା ଭଲ କଥା କି ଆପଣ ପଚାରିଲେ ଯେ ଆମେ ତ ଦେଖୁଛୁ ଲୋକ କମ ଏପଟେ ମା ମାନେ ମୋର ବହିଥିଲେ ଖାଇବାକୁ ଦେଇଦେଲେ ଗଲେ ଆଉ ଯେତିକି ଆପଣ ମାନଙ୍କର ଭକ୍ତ ହେଇକି ଥିଲେ ଆଇ ଖାଇଲେ ସଂକୀର୍ତ୍ତନ କିଏ ଶୁଣିବ ସେ ନ ଶୋଇକି ହଉ ଆପଣ ଯେତିକି ବସିଛନ୍ତି ଆପଣ ଶୁଣନ୍ତୁ ମୋ ଠାକୁରାଣୀ ଶୁଣୁ ଆଉ କିଏ ନ ଶୁଣିଲେ ତା ନିକଟରେ ତ ହଉଛି ନା କାର୍ଯ୍ୟ ଆପଣ ନ ଶୁଣନ୍ତୁ ଠିକ ନା ବନ୍ଧୁ ବାପା ତାହେଲେ ନା ଶୁଣନ୍ତୁ ବଳିରାଜା ଦିନେ ଚିନ୍ତା କଲା ମୁଁ ଗୋଟେ ଯଜ୍ଞ କରିବି ଯଜ୍ଞ ଆପଣ ମାନଙ୍କର କେତେ କହିଲେ 5 କଣ ଯୋଉ ଗାଁକୁ ସେ ଗାଁରେ ଯଜ୍ଞ କଣ 5 ଯଜ୍ଞ 5 ନୁହଁ ସଂସାର ଯାକ ଯଜ୍ଞ ତମେ ଗଣି ପାରିବନି ଯଜ୍ଞ ବୋଲେ ପଞ୍ଚବଟ ପଞ୍ଚସ୍ୱର ହେ ପଞ୍ଚବଟ ପଞ୍ଚସ୍ୱର ପଞ୍ଚ ମହାଯଜ୍ଞ 5 ଠାକୁର 5 ପଞ୍ଚମା ବେଦ ବିଚାର 5 ସୃଷ୍ଟିରେ ଆଜ୍ଞା 5ଟା ବଟ ହଉଛି ଶ୍ରେଷ୍ଠ 5 ବଟ ବାଞ୍ଛା ବଟ ପଇଁଶୀ ବଟ ଦେବନାଶନ ନିକୁଞ୍ଜିଲା କଳ୍ପବଟ 5 ବଟ ପଞ୍ଚବଟ ପଞ୍ଚସ୍ୱର କନ୍ଦର୍ପର 5 ବାଣ ହଉଛି ସଂସାରରେ ଆଜ୍ଞା ସୃଷ୍ଟି ତିଆର କରିବାକୁ ଶ୍ରେଷ୍ଠ ପଞ୍ଚବଟ ପଞ୍ଚସ୍ୱର ପଞ୍ଚ ମହାଯଜ୍ଞ ଯଜ୍ଞ ଆପଣ ଏଠି ଆଜ୍ଞା ମାଙ୍କଠି କରୁନି ଇଏ କୋଉ ଯଜ୍ଞ ଆମେ କହୁଛେ ଚଣ୍ଡୀ ଯଜ୍ଞ କଣ ଚଣ୍ଡୀ ଯଜ୍ଞ ଶୁଣୁ ଯଜ୍ଞ 5ରେ ବିଭକ୍ତ କରାହେଇଛି ମାନସିକ ଯଜ୍ଞ ଆଜ୍ଞା ଟିକେ ଶୁଣନ୍ତୁ ଆପଣ କଥାଟା ପଚାରିଲେ ଆଉ ପ୍ରଶ୍ନ ହବ ମାନସିକ ଯଜ୍ଞ ତାମସିକ ଯଜ୍ଞ ସାତ୍ବିକ ଯଜ୍ଞ କର୍ମ କରତି ଯଜ୍ଞ ରାଜସ୍ୱ ଯଜ୍ଞ ଏଇଠି କୋଉ ଯଜ୍ଞ କହିଲେ ମାନସିକ ଆପଣ ମନସ୍ଥ କଲେ ଏଟା ଆଗରୁ ହେଇଥିଲା ନା ଆପଣ ମନସ୍ଥ କଲେ ଠାକୁରାଣୀଙ୍କ ନିକଟରେ ଆମେ ଗୋଟେ ଯଜ୍ଞ ଅନୁଷ୍ଠାନ କରିବା ହେଲା ତେଣୁ ଏଇ ଯୋଉ ମାନସିକରୁ ଆଜ୍ଞା ସବୁ ଯଜ୍ଞ ସବୁ ତିଆର କରାହେଇଥିଲା ତାମସିକ ଯଜ୍ଞ ଦେବତା ମାନଙ୍କୁ ବିଧ୍ୱଂସ କରିବା ପାଇଁ ବଳିରାଜା ଚିନ୍ତା କଲା ମୁଁ ଗୋଟେ ତାମସିକ ଯଜ୍ଞ କରିବି ବ୍ରହ୍ମାଙ୍କୁ ନାରଦ କହିଲେ ତୁ ତ ବାପା କରିପାରିବୁ ନା କାହିଁକି ନା ତୁ ଯଦି ଦାନ ଦବୁ ସାରା ସୃଷ୍ଟି କହିବ ତୋ ଭଳିଆ ଦାନୀ 3 ପୁରରେ କେହି ନାହିଁ ଆଉ ତୁ କରିବୁ ତାମସିକ ଯଜ୍ଞ ବଳି ଆଜ୍ଞା ସେଇଦିନଠୁ ଦାନ ଦେଲା ଯେତେବେଳେ ଦାନ ଦେଲା ସମସ୍ତ କହିଲେ ବଳି ଭଳି ଦାନୀ 3 ପୁରରେ କେହି ନାହିଁ ବଳି ବାହାରିଲା ତାମସିକ ଯଜ୍ଞ କରିବାକୁ ଦେବତା ମାନେ ସମସ୍ତ ନାରାୟଣଙ୍କୁ ଆପତ୍ତି କଲେ କହିଲେ ପ୍ରଭୁ ବଳିରାଜା ଗୋଟେ ଯଜ୍ଞ କରିବାକୁ ଗଲାଣି ତାମସିକ ଯଜ୍ଞ ସବୁ ଦେବତା ମାନଙ୍କୁ ମାରିବ ନାରାୟଣ ବିଚାର କଲେ ଗୋଟେ ଛୋଟିଆ ଲୋକଟିକି ଯଦି ମୋଟ କଥା କରିବାକୁ ଗଲେ ଆମେ କहीं ମୋଟ ରୂପ ହବା ଛୋଟିଆ ଭଗବାନ କୋଉ ରୂପ ନେଲେ ପ୍ରଭୁ ରୂପ ନେଲେ କହିଲେ ସତ୍ୟ ଯୁଗେ ହେଲେ ପ୍ରଭୁ ଛୋଟିଆ ଦେବତା ସତ୍ୟ ଯୁଗେ ହେଲେ ମୋ ପ୍ରଭୁ ଛୋଟିଆ ଦେବତା କଶ୍ୟପ ଔରସରୁ ଜାତ ଅତିଥି ଜାନତା ଦାନ ମାଗିବାକୁ ଗଲେ ହେ ଧରି ତାର ଛତା ସର୍ବାଙ୍ଗରେ ବିରାଜ ସ୍କନ୍ଧରେ ପଇତା ଶ୍ୟାମ ବେଦକୁ ସେ ପ୍ରଭୁ କରିଲେ ଜ୍ଞାନନ୍ତା ଶ୍ୟାମ ବେଦ ଗାଇଲେ ଛୋଟିଆ ରୂପ ନେଲେ ଆଜ୍ଞା ବାମନ କବି ସମ୍ରାଟ ଭଞ୍ଜେ ରୂପଟା କେମିତି ବୈଦେଶ ବିଳାସ ଛନ୍ଦ ହେଲେ ବାମନ ମନ ମୃତ୍ତି ଭୁଗାର ବଳିଷ୍ଠ
ଭାବନ୍ତି ଆଜ୍ଞା କବି ସମ୍ରାଟ ଭଞ୍ଜେ ବହି ହଉଛି ବୈଦେଶ୍ୟ ବ୍ୟାସ ଛାନ୍ଦ ବାମନ ମନ ମୋହନ ବୃତ୍ତି ଭୂ ଦାନ ଭୂମି ଦାନ କାହିଁ କଲେ ଛୋଟିଆ ରୂପ ନେଇକି ବଳି ରାଜାକୁ କହିଲେ ରେ ବଳି ତୁ ତ ଅନେକ ଦାନ ଦଉଛୁ ହେଲା ମତେ କିଛି ଦାନ ଦିଏ ମୁଁ ଦାନ ନେବା ପାଇଁ ଅଛି ମତେ ଦେ ନା କଣ ମାଗୁଛ ମାଗ ମୁଁ ତମକୁ ଦେନା ସେମିତି ହବନି ଆଉ ତେମେ ଆଗ ସତ୍ୟ କର ବଳି କହିଲା ହଇଏ ଭାଇ ନା ତେମେ ତ ଏଡ଼ିକି ରୂପ ତେମେ କଣ ଗୁଡା ବୋହିକି ରହୁଛ ସତ୍ୟ କହିନା ତୁ ସତ୍ୟ କର ଆଚ୍ଛା ବାପା ହୁଆ ବଳି ରାଜା ନିକଟରେ ନାରାୟଣ କହିଲେ ସତ୍ୟ କର ବଳି ଆଜ୍ଞା ତ ସତ୍ୟ କରିବାକୁ ଗଲା ଶଙ୍ଖର ଆଜ୍ଞା ଜଳ ଭର୍ତ୍ତି କଲେ ଶଙ୍ଖରେ ଜଳ ଭର୍ତ୍ତି କଲେ ସତ୍ୟ କରିବାକୁ ବଳିଙ୍କର ଗୁରୁ ଥିଲେ ଶୁକ୍ରାଚାର୍ଯ୍ୟ ବିଚାର କଲା ମାୟା ଧର ମାୟା କଲାଣି ମୋ ଶିଷ୍ୟଟାକୁ ମାରିଦବ ମୋ ଶିଷ୍ୟଟା କେମିତି ବଞ୍ଚିବ ମୁଁ ଗୁରୁ ହେଇକି ଉପାୟ କରିବି ହେଲା ଗୋଟା ବେଙ୍ଗ ରୂପ ନେଲା ଆଜ୍ଞା ଅତ୍ୟଧିକ ଜଳପାନ କରିବ ଯିଏ ନା ବେଙ୍ଗ ଚିନ୍ତା କଲେ ବଳି ଯେତେବେଳେ ଜଳ ଢାଳିବ ବଳି ରାଜା ମୁଁ ସବୁ ଯାକ ଗର୍ଭକୁ କ୍ଷେପିବି କହିକି ଢୋକିଦେବି ଗୋଟେ ତଳକୁ ଯିବନି କି ସତ୍ୟ ହବନି ଆଜ୍ଞା ବେଙ୍ଗ ରୂପ ଧାରଣ କଲେ ସେ ଶଙ୍ଖର ଅଗ୍ରଭାଗରେ ରହିଲେ ପାଟିଟା ଗାଁ କରି ବଳି ସତ୍ୟ କଲା ହେଲା ମଙ୍ଗଳମ୍ ଭଗବାନ ବିଷ୍ଣୁ ମଙ୍ଗଳମ୍ ପୁଣ୍ଡରୀକାକ୍ଷ ମଙ୍ଗଳମ୍ ମଧୁସୂଦନସ୍ୟ ମଙ୍ଗଳମ୍ ଗରୁଡଧ୍ୱଜ ଗଙ୍ଗା ସିନ୍ଧୁ ସରସ୍ୱତୀ ଯମୁନା ଗୋଦାବରୀ ନର୍ମଦା କାବେରୀ ସରଜୁ ମହେନ୍ଦ୍ର ତନୟା ଚର୍ମାବତୀ ରେଣୁକା ଶିପ୍ରା ବେଗମତୀ ମହାସୁର ନଦୀ ଚିତୋତ୍ପଳା ଗଣ୍ଡୁକୀ ପୁଣ୍ୟା ପୁଣ୍ୟ ଜଳ ସମୁଦ୍ର ସହିତ କୃପ୍ୟନ୍ତୁ ତେ ମଙ୍ଗଳ ଏଟା ମଙ୍ଗଳାଷ୍ଟକ ଆଉ ଗୋଟେ ପଦାନୁଛି ଆପଣଙ୍କର ଭୁଜ ପ୍ରବନ୍ଧ ଅଯୋଧ୍ୟା କାବେରୀ ମାୟା ହେ କାଶୀ କାଞ୍ଚି ଅବନ୍ତିକା ପୁରୀ ପାର୍ବତୀ ଶୈବ ମୁଖ୍ୟ ଦେଶ ତରାଇକା ଶୁକ୍ଲାମ୍ବରଧର ঋଷିନୁ ଶଶିବର୍ଣ୍ଣ ଚତୁର୍ଭୁଜ ପ୍ରସନ୍ନ ମଦନ ଧ୍ୟାୟନ୍ ସର୍ବବିଘ୍ନ ପ୍ରଶାନ୍ତ ସତ୍ୟ ଆଜ୍ଞା ଚାଲିଲା ହେଲା କିନ୍ତୁ ଜଳ ଯେତେବେଳେ ଢାଳୁନ୍ତି ଟୋପେ ଜଳ ତଳକୁ ଯାଉଛି ନାଇଁ ଟୋକେ ନାଇଁ ଆଉ ନାରାୟଣ କହିଲେ ଯେ କଣ ଜଳ ବାହାରୁନିଆ ଭିତରୁ ସତ୍ୟଟା କେମିତି ହବ କହିଲା କିରେ ଶଙ୍ଖର ତ ଭର୍ତ୍ତି ହେଇକି ନିର ଅଛି ଜଳ କାହିଁ ତଳକୁ ଯାଉନି କହିଲା ୟା ଭିତରେ କି ଜଣେ ମାୟା କରୁଛି କିରେ କହିଲେ ରହରେ ବାପା ତୁ କିଏ ମାୟା କରୁଛୁ ତ ମାୟା ଛଡଉଛି ଦିଟା କୁଶ ଦେଇଥିଲେ ବ୍ରାହ୍ମଣ ଗୋଟେ କୁଶକୁ ଝିଙ୍କିଲେ ସେ ଶଙ୍ଖର ଅଗ୍ରଭାଗର ଯେତେବେଳେ ଗେଞ୍ଜିଲେ ଶୁକ୍ରଙ୍କର ଗୋଟେ ଆଖିରେ ଯାଇକି ବାଜିଲା ଶୁକ୍ର ଆଖି ହୋଇଲା କୋଣା ହେ ହୋଇଲା କୋଣା ଆଖି ହୋଇଲା କୋଣା ହେ ହୋଇଲା ଆଖି ହୋଇଲା କୋଣା ହେ ହୋଇଲା ଆଖି ହୋଇଲା କୋଣା ହେ ହୋଇଲା କୋଣା ଆଖି ହୋଇଲା କୋଣା ହେ ହୋଇଲା ଆଖି ହୋଇଲା କୋଣା ହେ ହୋଇଲା ସେଇଠି ଶୁକ୍ର ଗୁରୁ ଆଜି ସେଗୁଡା ପ୍ରଶ୍ନ ପଚାରିକି ଆମକୁ ଉତ୍ତର କହିଲା ତେଣୁ ଭଲ ତା ହାତରେ କଥା ହଉଛ କହିଲେ ଶୁକ୍ର ଗୁରୁ ବୁଦ୍ଧି ହୋଇଲା କୋଣା ହୋଇଲା କୋଣା ହେ ହୋଇଲା କୋଣା ଆଖି ହୋଇଲା କୋଣା ହୋଇଲା କୋଣା ଶୁକ୍ର କହିଲେ ରେ ଗୋଟେ ମିନିଟ ରହୁ ରହୁ ଗୋଟେ ଆଖି କୁଆ ଗଲା ଆଉ ଯଦି ଟିକେ ରବି କାଳେ ଗୋଟେ ଆଉ ଆଖି ପଳେଇବ ଶୁକ୍ରାଚାର୍ଯ୍ୟ ବାହାରିକି ବିକଳକି ଗଲା ସେଇଦିନ ଠାରୁ ଶୁକ୍ରଙ୍କର ହେଲା ଗୋଟିଏ ଆଖି ନାରାୟଣଙ୍କ କୁଶ ଗେଞ୍ଜାରେ ଠିକ ତ ଖାଲି ପଚାରୁଛ ଆଉ କଣ ଅଛି ହଉ, ହଉ।